କୌଣସି ଗାଁ ସାଥୀ ମନରେ କଷ୍ଟ ଦେବା ମୋର ଆଦୌ ଉଦ୍ଦେଶ୍ୟ ନଥିଲା। କାହାକୁ ଆକ୍ଷେପ କରି କହିବା, କାହାର ଚାକିରି ବିଷୟରେ କହିବା, ଏଇଟା ମଧ୍ୟ ମୋର ଲକ୍ଷ୍ୟ ଉଦ୍ଦେଶ୍ୟ ନଥିଲା। ଭିଡ଼ିଓ ଆରମ୍ଭ ପୂର୍ବରୁ ବା ଗତ ଯେଉଁ ଭିଡ଼ିଓ କରିଥିଲି ସେ ଭିଡ଼ିଓ ଆରମ୍ଭ ପୂର୍ବରୁ ମୁଁ ପ୍ରଥମ ଥର କହିସାରିଥିଲି ଯେ ମୋର ଯେଉଁ ଭିଡ଼ିଓ ଥିଲା ଗାଁ ସାଥୀ ଉପରେ, ସେଥିରେ ପବିନା ବିଶ୍ୱାଳ ବୋଲି ଜଣେ କମେଣ୍ଟ ଦେଇଥିଲେ, ତୁ କିଏ ଭିଡ଼ିଓ ବନେଇବା ପାଇଁ, ତତେ କିଛି ଜଣା ନାହିଁ, ଆଉ ତୁ କେବେ ମରିବୁ। ଏଇ କମେଣ୍ଟସକୁ ନେଇ ମୁଁ ଗତ ଭିଡ଼ିଓଟି କରିଥିଲି। ଯେଉଁ ବନ୍ଧୁମାନେ ଆପଣମାନେ ମତାମତ ଦେଇଛନ୍ତି ବା ମୋ ବିଷୟରେ ଅନେକ କଦର୍ଥ କରି କହିଛନ୍ତି, ଆଜ୍ଞା ଆପଣଙ୍କୁ ପୁଣି ଥରେ ଅଶେଷ ଅଶେଷ ଧନ୍ୟବାଦ। କାରଣ ଆପଣଙ୍କ ଏହି ପ୍ରକାର ମତାମତ ପାଇଁ ମୁଁ ଆଜି ଏଇଠି ପହଞ୍ଚିଛି, ଆଉ ଆଗକୁ ମଧ୍ୟ ବଢ଼ିବି। ତେଣୁ ଆପଣଙ୍କ ମତାମତ ପାଇଁ ସ୍ୱାଗତ। ଆଉ ଯଦି ଆପଣମାନେ ମର୍ମାହତ ହେଇଛନ୍ତି ମୋ କଥାରେ, ତେବେ ସେଥିପାଇଁ ମୁଁ ମଧ୍ୟ ସମ ପରିମାଣରେ ଆପଣଙ୍କ ପାଇଁ ଦୁଃଖୀ। ଆଉ ଯଦି ଆପଣ କଷ୍ଟ ପାଇଛନ୍ତି ତେବେ ମୁଁ ମଧ୍ୟ ମର୍ମାହତ। ତେଣୁ ଠିକ୍ ଅଛି। ତାପରେ ମଧ୍ୟ ଲକ୍ଷ୍ମୀକାନ୍ତ ନାୟକ, ନୀଳମଣି ଷଣ୍ଢ, ଦୁଷ୍ମନ୍ତ ନାୟକ, ଚିତ୍ତରଞ୍ଜନ ବାରିକ, ଏମିତି ଅନେକ ବ୍ୟକ୍ତି ମତାମତ ଦେଇଛନ୍ତି, ଗୁଡ଼ାଏ ଅଭାଷା ମଧ୍ୟ କହିଛନ୍ତି, ଆଉ ଗୁଡ଼ାଏ ଏମିତି ଗାଳିଗୁଲଜ କରିଛନ୍ତି ଯାହା ଜଣେ ସଭ୍ୟ ମଣିଷ ପକ୍ଷରେ ସମ୍ଭବ ନୁହଁ। ବା ଆପଣ ଯଦି ଜଣେ ସଭ୍ୟ ଶିକ୍ଷିତ ଲୋକ ହେଇଥାନ୍ତେ ଏମିତି ମତାମତ ଦେଇନଥାନ୍ତେ। ଆଉ ଯଦି ମତାମତ ଦେଇଛନ୍ତି, ସମ୍ପୂର୍ଣ୍ଣ ଭିଡ଼ିଓଟି ଯଦି ଆପଣ ଦେଖିଥାନ୍ତେ, ବୁଝିଥାନ୍ତେ, ହୁଏତ ଏମିତି ଆପଣ ମତାମତ ଦେଇନଥାନ୍ତେ। ମୁଁ ପ୍ରଥମରୁ କହିଛି ଯେ ଆପଣମାନେ ଶିକ୍ଷିତ ଆଉ ଆପଣମାନେ ୱେଲ୍ ଏଜୁକେଟେଡ୍, ସେଇଥିପାଇଁ ଏଭଳି ପଦବୀରେ ଆପଣ କ୍ୱାଲିଫିକେସନ ବେସିସରେ ନିଆଯାଇଛି। ଆପଣମାନେ ମତାମତ ଦେଇଛନ୍ତି ଯେ ଆପଣ 15 ବର୍ଷ ହେଲା କାମ କରୁଛନ୍ତି। ମୁଁ ମନା କରୁନାହିଁ ଆପଣ 15 ବର୍ଷ ହେଲା କାମ କରୁଛନ୍ତି କି କରୁନାହାନ୍ତି, ସେଥିପାଇଁ ମୁଁ କହିନାହିଁ। ଗୋଟିଏ ଦୁଇଟି କଥା ଆପଣଙ୍କୁ ବାଧିଛି, ଯୋଉଠି ମୁଁ କହିଛି ଯେ ଯଦି ଆପଣଙ୍କୁ ଚାକିରି ପୋଷଉନି ଆପଣ ଛାଡ଼ିପାରିବେ। ମୁଁ ଆପଣଙ୍କୁ କ'ଣ କହିଛି ବାଧୁଛି ବୋଲି ଆପଣଙ୍କୁ? ମୁଁ କହିଛି ଆପଣ କାମ ଛାଡ଼ି ଦିଅନ୍ତୁ ବୋଲି? ମୁଁ କ'ଣ କହିଛି? ଯୋଉମାନଙ୍କୁ କାମ ପୋଷଉନାହିଁ, ମୁଁ ସେଠି ମଧ୍ୟ କହିଛି ଯେ ମୁଁ ପଞ୍ଚାୟତରାଜ ଡିପାର୍ଟମେଣ୍ଟରେ ଏ ମହାତ୍ମା ଗାନ୍ଧୀ ନରେଗା ଯୋଜନା ମୁଁ ମଧ୍ୟ କାମ କରୁଥିଲି। 7 ବର୍ଷ କାମ କଲା ପରେ ମୁଁ ଛାଡ଼ିଦେଲି, କାରଣ ମୋତେ କାମ ପୋଷେଇଲାନି ବା ମୋତେ ଭଲ ଲାଗିଲାନି। ମୁଁ ଆପଣଙ୍କୁ ବାଧ୍ୟ କରିନାହିଁ ତ ଚାକିରି ଛାଡ଼ିବା ପାଇଁ। ମୁଁ ଆପଣଙ୍କୁ କାହିଁ କହିଛି କି କାହିଁ ଆପଣ ଚାକିରି କରିଛନ୍ତି ବୋଲି? ନା ମୁଁ ଆପଣଙ୍କୁ ବାଧ୍ୟ କରି କହିଲି ଆପଣ କାହିଁ ଚାକିରି ଛାଡ଼ିଦେବେ ବୋଲି? ଯଦି ଆପଣଙ୍କ ଚାକିରି ପରମାନେଣ୍ଟ ହେଇଗଲା, ଖୁସି ମୁଁ ବେଶୀ ହେବି। କାରଣ କେହି ନା କେହି ମୋର ବନ୍ଧୁ ଭାଇ ମଧ୍ୟ ଗାଁ ସାଥିରେ ଅଛନ୍ତି। ଆପଣମାନଙ୍କର ଦରମା ପାଇଲେ, ଆପଣମାନେ ପରମାନେଣ୍ଟ ହେଇଗଲେ, ଆଟଲିଷ୍ଟ ଲକ୍ଷାଧିକ ଗାଁ ସାଥୀ ଯେ ରୋଜଗାର ପାଇଯିବେ, ଏଥର ମୁଁ ନିଶ୍ଚିତ ରୂପେ ଖୁସି ହେବି। ମୁଁ ଆପଣଙ୍କର ବିରୋଧ ଆଦୌ ନୁହଁ। ମୁଁ କାହିଁକି ଚାହିଁବି ଯେ ଆପଣମାନେ ଚାକିରି ପଳଉ ବୋଲି? ଆପଣ ଏତେ ପରିଶ୍ରମ କରିଛନ୍ତି ବୋଲି ମୁଁ କାହିଁକି କହିବି ଯେ ଆପଣମାନଙ୍କର ପରମାନେଣ୍ଟ ହଉ? ଆଉ ମୁଁ ମଧ୍ୟ ଆପଣଙ୍କର ଶୁଭାକାଂକ୍ଷୀ। ଆପଣ ଜାଣି ଖୁସି ହେବେ ଯେ ଯେତେବେଳେ ମୁଁ ଏଇ ସଂସ୍ଥା ସହିତ ବା ଏଇ ଯେଉଁ ଆଇନ ସହିତ ବା ଏଇ ଯେଉଁ ଯୋଜନା ସହିତ ମୁଁ ଜଡ଼ିତ, ମୁଁ 7-8 ବର୍ଷ କାମ କରିଛି। ଆଉ ଆପଣମାନେ ମଧ୍ୟ ମୁଁ କହିଛି ଯେ ଏବେ ମୁଁ ସରପଞ୍ଚ, ୱାର୍ଡ ମେମ୍ବର, PS ମେମ୍ବର, ଆଉ ଆପଣଙ୍କର କିଛି ଗାଁ ସାଥୀ, PO, ADO, এইମାନଙ୍କୁ ମୁଁ ଟ୍ରେନିଂ ଦେଉଛି। କେଉଁ ବିଷୟରେ? ନା ମହାତ୍ମା ଗାନ୍ଧୀ ନରେଗା ବିଷୟରେ ମୁଁ ଟ୍ରେନିଂ ଦେଉଛି। ଆଉ ମୁଁ ଗଭର୍ଣ୍ଣମେଣ୍ଟର ସାର୍ଟିଫାଇଡ୍ ଟ୍ରେନର ମଧ୍ୟ। ତେଣୁ ଯେତେବେଳେ ମୁଁ ଆପଣଙ୍କ ଭିତରୁ ଜଣେ, ମୁଁ ଆପଣଙ୍କ ବିରୋଧାଭାସ କାହିଁକି? ହଁ, ମୁଁ ଆପଣଙ୍କୁ ଅନେକ ସ୍ଥାନରେ କହିଛି, ସେ ଭିଡ଼ିଓରେ ମଧ୍ୟ କହିଛି ଯେ ସେଇ ଯେଉଁ ବ୍ୟକ୍ତିଙ୍କ କମେଣ୍ଟସକୁ ମୁଁ ସମସ୍ତଙ୍କୁ ନୁହଁ, ମୁଁ କହିଛି ଯେ ଆପଣଙ୍କର ହୁଏତ ସରପଞ୍ଚ ସହିତ ପଡ଼ୁନଥିବ ବା ପୂର୍ବ ସହିତ ସରପଞ୍ଚ ସହିତ ତାଳମେଳ ଥିଲା, ଏ ସରପଞ୍ଚ ସହିତ ପଡ଼ୁନାହିଁ, ବା ଆପଣ ଗାଁ ରାଜନୀତିରେ ବେଶୀ ମୁଣ୍ଡ ପୁରଉଛନ୍ତି, କାମରେ ବେଶୀ ମୁଣ୍ଡ ପୁରୁନାହାନ୍ତି। ମୁଁ ଏକଥା ସେ ଭିଡ଼ିଓରେ କହିଛି, ଆଉ ଆପଣମାନଙ୍କୁ କହିନାହିଁ। କେବଳ ସେ ଜଣିଏ ବ୍ୟକ୍ତିଙ୍କୁ କହିଛି ଯେ ମୋତେ ମତାମତ ଦେଇଥିଲେ, ଯିଏ ବା ଯାହାର ସରପଞ୍ଚ ସହିତ ପଡ଼ୁନାହିଁ, ଯିଏ କାମ ପାଉନାହିଁ, ସେ ଯେଉଁ ପବିନା ବାବୁ। ଆଉ ଯଦି ଆପଣଙ୍କର ଚାକିରି ପରମାନେଣ୍ଟ ହେଇଗଲା, ମୁଁ ଈଶ୍ୱରଙ୍କୁ ଡାକୁଛି ଆପଣଙ୍କ ଚାକିରି ପରମାନେଣ୍ଟ ହେଇଯାଉ। ସରକାର ଆପଣଙ୍କ କଥା ଶୁଣନ୍ତୁ, ସଂଘ କଥା ଶୁଣନ୍ତୁ। ଆଜି ଜଣେ ବନ୍ଧୁ ମତାମତ ଦେଇଛନ୍ତି ଯେ ତୁ ଭୁବନେଶ୍ୱର ଆମ ସଂଘ ଅଫିସକୁ ଆଏ, ତତେ ଆମେ ଦେଖିନେବୁ। ଆପଣ କ'ଣ ଭାବୁଛନ୍ତି? ଗୁଣ୍ଡାରାଜ ଚାଲିଛି ଏଠି। କେଉଁ ପ୍ରକାର ମତାମତ ଦେଉଛନ୍ତି? ଆପଣ କେଉଁ ପ୍ରକାର ସଂଘ କରିଛନ୍ତି? ଆପଣ କ'ଣ ସମାଜକୁ, ଓଡ଼ିଶାକୁ କ'ଣ କରିବା ପାଇଁ ଚାହୁଁଛନ୍ତି?
आ सत कथा होची ये वीडियो जेतेबेले रेकर्डिंग होची मो भुवनेश्वर अछि आपण कौन करबा कथा करंतु मो आपण चैलेंज दोची आपण ओडिसा को कौन करबा पय चाहउछन माफिया राज्य करबा पय चाहउछन धमक चमक रे शासन चलाबा पय चाहउछन मुह बंद करबा पय चाहउछन जदि सत्य आपण जने भल मनीष होइतांते आपण एमिति मतामत देई न थांते आ सब बड़ कथा कौन जानते ना आपण माने कोर्ट रो आश्रय नहीं केस करिसेंती संघ माध्यम लड़ुचंती ठीक कथा अनेक मतामत देइचंती जे तू गाइडलाइन विषय कि जानि ना हो 2008 मसिया जो नोटिफिकेशन बाहर थिला तू थरे खोली कि देख आम दरमा 2500 हबार अछि बा 2500 पाई हम नोटिफिकेशन करा जाइथिला आगा सत कथा होची आपण को केते टंका कमिटमेंट करा जाइथिला केते टंकार नोटिफिकेशन बाहर से मोर मुंड पुरेबार ना सेटा होची आपण संघर काम आपण काम आपण नोटिफिकेशन देखी हो किंबा जहा पछे हो आपण पढ़ी शुणी बुझी गाँ साथे जॉइन करिछन किंतु आपण पय मोर गोटे बड़ प्रश्न जदि आपण भाबुचंदे 2008 मसियार जो नोटिफिकेशन बाहर थिला आपण 2500 टका दरमा दिया जिया पय आपण काहे की आज पर्यंत बसिछन आउ मु आपण को आज कहूँ आपण को जो नियुक्ति पत्र दिया जाइथिबो जो अपॉइंटमेंट लेटर दिया जाइथिबो तादे लिखा जाइथिला जे आपण 2500 टका दरमा पाइबो 2500 टका दरमा दिया जियो बोली आज्ञा मु जेतेबेले काम जो महात्मा गांधी नरेगा योजना काम करथुली मते जो अपॉइंटमेंट लेटर दिया जाइथिला सेठी क्लियर करी लिखा जाइथिला जे मु मासुकू एतिक टका दरमा पाइबो बा तापरे मु जो जो संस्था सहित काम करिछि से गवर्नमेंट हो बा प्राइवेट सेक्टर हो क्लियर करी मेंशन थिला जे मते मासुकू केते दरमा दिया जे सत्तर कोन आपन का अपॉइंटमेंट लेटर रे आपन को 2500 टका दिया जे बोली सरकार मेंशन करी के आपन को नियुक्ति पत्र देइछंती बा अपॉइंटमेंट लेटर देइछंती ये आपन पे गोटे बड़ प्रश्न एबे द्वितीय कथा मु आपन को भी चैलेंज करूची जो माने मतामत देइछंती जे मते महात्मा गांधी नरेगा योजना विषय किछि जणा नाही मु सेही कथा कहिथिली आगो को वीडियो मध्ये अनेक मु से विषय करिछि आगो को मध्ये करिवि मु आपण मानकु चैलेंज दोछि आपण माने केही भी मो सहित ऑनलाइन आसंतु फिजिकल आसंतु महात्मा गांधी नरेगा विषय मु आपण को पचारि आपण मते पचारिबे आ जति आपण प्रमाण कर दियंती जे महात्मा गांधी नरेगा विषय मते किछि मालूम नाही आज ये वीडियो करिया छाड़ दे मु जो प्रशिक्षण दोछि लोक मानकु बोलिकी जो डिपार्टमेंटल लोक आपण प्रशासनिक अधिकारी होंतु सरपंच होंतु बीडीओ होंतु एडीओ होंतु पीओ होंतु जीआरएस होंतु वार्ड मेंबर होंतु मु आज मु ट्रेनिंग छाड़ दे वीडियो करिया छाड़ दे मु आपण चैलेंज दोछि को गाँ साथी अछंती आसंतु मो सहित महात्मा गांधी नरेगा उपरे आलोचना करिवा जदि मु हारि गले मु वीडियो करिया छाड़ देबे आ जदि आपण हारि गले आपण चाकरी छाड़ देबे आसंतु सत्य कथा होची ना मु कोने मु बेसी जानिछि बोली किंतु जेतिकी काम करिया पे आवश्यक गोटे जीआरएस हो एडी हो पीओ हो बा गाँ सेती हो से योजना विषय जेतिकी साधारण लोकटे जानिबा आवश्यक सेतिकी मु भल भाव जानिछि तेणु मु एठी आपण को मो गर्व करू नाही अहंकार करू नाही आपण पुणी वीडियो को अन्य अर्थ नेबे नाही दया करी आपण जो सिस्टम ऊपर काम करूचंती तार मान रखंतु आ आपण कोन कहबो आपण सत सही पाले नाही हमर भूल हेछि आपण गाली करिवे ताको मु कोन करि परिबे आपण को मतामत पर मोर त किछि कंट्रोल नाही ना आपण कोन मते नहीं भाबिए मु त कहि परिबिनी ना किंतु सत्य कथा होछि आपण कमेंट्स को पढंतु से कमेंट्स रे अनेक लोक मतामत देचंती निहार बाबू आपण जा करूचंती आपण कोनतु जी जेत पते गाली दोछि दो आपण सत्य कहबा छाडंतु ना आ सत्य कथा होछि सेई जो केतोटी कमेंट्स आसीछि आपण विश्वास करि परिबे नाही मते केते माने जागृत करिछि आ केते मते साहस देछि जे एई प्रकार वीडियो करिया पे तेणु जदि
ମୋ କହିବା ଦ୍ୱାରା ଆପଣଙ୍କୁ ମାନଙ୍କୁ ବାଧିଛି, ତେବେ ଯଦି ଆପଣ କହିବେ ମୁଁ କ୍ଷମା ମାଗି ନେଉଛି। କ୍ଷମା ମାଗିନେଲେ ଯେ ମୁଁ ନିଚ ହେଇଯିବି, ଯେ ମୋ ମାନ ପଳେଇବ, ଏମିତି ମଧ୍ୟ ନୁହଁ ଆଜ୍ଞା। ଆଉ ଆଜି ମୁଁ କହୁଛି ଯେ ମୁଁ ସତ କହୁଥିଲି ଆଉ ସତ ହିଁ କହିବି। ତେଣୁ ଆପଣମାନଙ୍କୁ ସବୁ ଗାଁ ସାଥୀମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯେଉଁମାନେ ମତାମତ ଦେଇଛନ୍ତି, ଯେଉଁମାନେ ଅଭାଷା କହିଛନ୍ତି, ତାଙ୍କୁ ମଧ୍ୟ ହୃଦୟର ଗଭୀରତମ ପ୍ରଦେଶରୁ ଅଶେଷ ଅଶେଷ ଧନ୍ୟବାଦ। କାରଣ ସେଇମାନଙ୍କ କମେଣ୍ଟସ୍ ମତେ ମୁଁ ଆଜି ଏତେ ବାଟ ପହଞ୍ଚି ପାରିନଥାନ୍ତି। ଏଇଟା ସତ କଥା। ଆଉ ମୁଁ ସହୃଦୟରେ ଚାହୁଁଛି ଯେ ଆପଣମାନଙ୍କ ଚାକିରି ପରମାନେଣ୍ଟ ହଉ। ଆପଣ ଯେଉଁ 15 ବର୍ଷ ହେଲା କାମ କରୁଛନ୍ତି, ସତରେ ଦିଲ ସେ କହୁଛି ଆପଣଙ୍କ ପରିଶ୍ରମ ମୂଲ୍ୟ ରହୁ। ଆପଣ ଯେଉଁ ପରିବାର, ପିଲା, କୁଟୁମ୍ବ ବା 15 ବର୍ଷ ଯେଉଁ ଆପଣ ସତରେ ମୋତେ ବ୍ୟଥା ଦେଉଛି ଯେ ଆପଣ 15 ବର୍ଷ ହେଲା ପରିଶ୍ରମ କରୁଛନ୍ତି। ସତରେ ମୁଁ କୋହ ହେଇଯାଉଛି, ମୋ ଓଠ କୋହ ହେଇଯାଉଛି। କାରଣ ମୁଁ ବହୁତ ପାଖରୁ ଆପଣମାନଙ୍କୁ ଦେଖିଛି, ଆପଣମାନଙ୍କ ସହିତ ମିଶିଛି। କାରଣ ମୁଁ କହିଲା ମୁଁ ସେ ଡିପାର୍ଟମେଣ୍ଟରେ କାମ କରୁଥିଲି। ମୁଁ ଆପଣଙ୍କ ଦୁର୍ଦ୍ଦଶା ମଧ୍ୟ ଦେଖିଛି। ଆପଣ କେମିତି ରାଜନୈତିକ ଶିକାର ହେଉଛନ୍ତି ସେଟା ମଧ୍ୟ ମୁଁ ଦେଖିଛି ଆଜ୍ଞା। ମୁଁ ଏମିତି ନୁହେଁ ଯେ ମୁଁ ଦେଖି ନାହିଁ। ସତ କଥା ହେଉଛି ମୋ ଆଖିରେ ଲୁହ ଆସିଗଲା ଯେ ଆପଣମାନଙ୍କୁ କଷ୍ଟ ହେଇଛି। କିନ୍ତୁ ସତ କଥା ହେଉଛି ସତକୁ ଆପଣ ବିଶ୍ୱାସ କରନ୍ତୁ। ମୁଁ ଈଶ୍ୱରଙ୍କ ପାଖରେ ଯଦି ମୁଁ ପ୍ରାର୍ଥନା କରୁଛି ଆପଣମାନଙ୍କ ଚାକିରି ପରମାନେଣ୍ଟ ହେଇଯାଉ, ଆଉ ଆପଣମାନେ ଯେଉଁ ଲଢ଼େଇ ଲଢ଼ୁଛନ୍ତି ସେଥିରେ ଆପଣ ଜିତନ୍ତୁ। ଏଇଟା ସତ କଥା। କିନ୍ତୁ ଗୋଟେ ବିଶେଷ ଅନୁରୋଧ ଯେ ଯେଉଁ କାମରେ ଆସିଛନ୍ତି, କର୍ମ ହିଁ ଈଶ୍ୱର। ଆଉ ଯେଉଁ କର୍ମ ଆପଣଙ୍କୁ ଭାବୁଛନ୍ତି ଯେ ଆପଣଙ୍କୁ ପେଟକୁ ଦାନା ଦେବ, ତାର ସମ୍ମାନ ରଖନ୍ତୁ, ତାର ଇଜ୍ଜତ ରଖନ୍ତୁ।